Three, two, one. ये पंक कादुआरे आमे कुआडे जाउछु बोली भाबुचंती कि जय जगन्नाथ ये द्वितीय आशा घांट ପାଇଁ ପରିବା ସଉଦା ଆଣିବାକୁ ଟିକେ ଯାଉଛୁ ମ ଏକ ନମ୍ବର ମାର୍କେଟ ଆଉ ଜାଣିଥିବେ ଏକ ନମ୍ବର ମାର୍କେଟରେ ଟିକିଏ ବର୍ଷା ହେଲେ କେମିତିକା ଅବସ୍ଥା ସେ ଯାହା ବି ହଉ ଆମର ତ ପରିବା ସଉଦା ଆଣିବା ନିହାତି ଦରକାର ତ ଆମେ ଯାହା ହେଲେ ଯିବୁ ଆଉ ଦ୍ୱିତୀୟ ଆଶା ତ ଜାଣିଥିବେ ଦ୍ୱିତୀୟ ବାହନ ଓଷା କି ପୁଅ ଝିଅନ୍ତିଆ ଓଷା ବୋଲି କହନ୍ତିନି କି ଦ୍ୱିତୀୟ ଓଷା ମ ଆମର ଠିକ୍ ଆଶ୍ୱିନ ମାସର ଠିକ୍ ଅଷ୍ଟମୀ ତିଥି ଦିନ ଏଇଟା ପଡ଼ିଯାଏନି ଅଷ୍ଟମୀ ତିଥି ଶୁକ୍ଳପକ୍ଷ ଅଷ୍ଟମୀରେ ପର୍ବଟି ପଡ଼େ ଓଷାଟି ପଡ଼େ ଦ୍ୱିତୀୟ ବାହନ ଓଷା ଦ୍ୱିତୀୟ ଅର୍ଥ ସଧବା ନାରୀ ଏ ଓଷାଟିକୁ କରେ ବୋଲିକା ତା ନାଁ ଦ୍ୱିତୀୟ ବାହନ ଓଷା ଯେହେତୁ ଏଇଟା ପୁରୁଷ ପ୍ରାଧାନ୍ୟ ସମାଜରେ ଏଇ ଗୋଟେ ମା ଯେତେବେଳେ ଉପାସ କରେ ତାକୁ ସବୁବେଳେ କହନ୍ତି ସେ ତା ପୁଅ ପାଇଁ କରିଛି ଏ ଉପାସଟି କିନ୍ତୁ ଏବେ ତ ପୁଅ ଝିଅ ସମାନ ଏବେ ଆଉ ସେ ଜିନିଷ ନ କହି କହୁଛନ୍ତି ତା ପିଲା ପାଇଁ ସେ କରୁଛି ଦେଖନ୍ତୁ ଦ୍ୱିତୀୟ ବାହନ ଓଷା ବା ଦ୍ୱିତୀୟ ଆଶାରେ ବୋଝ ଏମିତି ବଢ଼ାଯାଏ ସବୁ ପ୍ରକାର ଫଳ ପନିପରିବା ଏମିତିକା ବୋଝରେ ବଢ଼ା ହେଇ ପ୍ରଥମେ ଠାକୁରଙ୍କ ପାଖରେ ଲାଗେ ତାପରେ ସେଟା ତା ପରଦିନ ଯେଉଁମାନେ ଉପାସ କରିଥାନ୍ତି ସେମାନେ ନିର୍ଜଳ ଉପାସରେ ସେଦିନ ରହିଥାନ୍ତି ଦ୍ୱିତୀୟ ବାହନ ଓଷା ଆଉ ଦ୍ୱିତୀୟ ଆଶାର ଠିକ୍ ପୂର୍ବଦିନ କ'ଣ ଜାଣିଥିବେ ନିହାତି ସାତ ପ୍ରକାର ଶାଗ କରିକିରି ଭୋଗ କରିକିରି ଖାଇଥାନ୍ତି ଯେଉଁମାନେ ଉପାସ କରିବେ ସେମାନେ ଖାଇକିରି ରହିଥାନ୍ତି ତାପର ଦିନ ଦ୍ୱିତୀୟ ଓଷା ଉପାସ କରନ୍ତି ଆଉ ତାପର ଦିନ ଯେଉଁ ପନିପରିବା ସବୁ ଭୋଗରେ ବଢ଼ା ହେଇଥାଏ ତାକୁ ପକାଇ ବୁଟ ମଟର ମୁଗ ସବୁ ପଡ଼ିକିରି ନଡ଼ିଆ ସବୁ ପଡ଼ିକିରି ଏଇଟା ଗୋଟେ ତରକାରୀ ବା ତାକୁ କହନ୍ତି ଘାଣ୍ଟ ଏଇ ପରିବା ଦେଖୁନାହାନ୍ତି ମୁଁ ପରିବା ସବୁ ନେଇକିରି ଆସିଛି ଆଉ ଘାଣ୍ଟର ମେନ୍ ପରିବା ହେଲା କଖାରୁ ପାଣି କଖାରୁ ବୁଢ଼ା କାକୁଡ଼ି ସାରୁ ଦେଶୀ ଆଳୁ ମୋ ଝିଅ କେମିତି ସବୁ ସଜାଡ଼ି ଦେଉଛି ଛୋଟ ପିଲା ଯାହା ଦେଖିବେ ସାଙ୍ଗେ ସାଙ୍ଗେ ସେ ଜିନିଷଟାକୁ ଅନୁକରଣ କରିବେ ସେ ଜାଣିଛି ପରିବା ଆସିଲା ମାନେ ମାମା ରଖେ ତ ମାମା ଅନ୍ୟ କାମରେ ବ୍ୟସ୍ତ ଅଛି ଯଦି ମୁଁ ଟିକେ ସାହାଯ୍ୟ କରିଦିଏ ଦେଖନ୍ତୁ ସେ ଜାଣିଛି ପରିବା ରଖି ସାରିଲା ପରେ ମୋ ମାମା ଘରଟାକୁ ଏମିତି ସଫା କରିଦିଏ ନହେଲେ ଦାଗ ରହିଯିବ ବୋଲିକା ପରିବାର ଦାଗ ଲାଗିଯାଏ ତେଣୁ ସେ ସେଇ ଜିନିଷ ଜାଣିଛି ବୋଲି ସାଙ୍ଗେ ସାଙ୍ଗେ ଅନୁକରଣ କଲା ରାତି 11ଟା ବାଜିଲାଣି ତଥାପି ମୋ ଝିଅ ମୋତେ ଅପେକ୍ଷା କରି ବସିଛି ମାମା ସାଙ୍ଗ ହେଇ ଶୋଇବା ତମେ ଏକା ଗଲେ ଥକିଯିବନି କେତେ ଚିନ୍ତା ସତରେ ପିଲାଙ୍କଠୁ ବି କିଛି ଶିଖିବା କଥା ସେ ମୋତେ କହୁଛି ମାମା ତମେ ପଙ୍କରେ ଆସିଛ କେତେ କାମ କରୁଛ ଦେଖନ୍ତୁ ତମେ ନିଦ ଲାଗୁନି ଲାଗୁଛି ଶୋଉନୁ ଚୁପି ଛାଡ଼ିକି ଶୋଇବୁ ହଉ ହେଇଗଲା ସତରେ ଭଗବାନ ସବୁ ମାଆ ମାନେ ସବୁ ମାନେ ଯେଉଁ କହନ୍ତିନି ପ୍ୟାରେଣ୍ଟସ୍ ମାନଙ୍କୁ କିଛି ନ ହେଉ ପଛେ ଗୋଟେ ସୁସ୍ଥ ମାନସିକତାର ଗୋଟେ ମାନେ ସନ୍ତାନଟିଏ ଜନ୍ମ ସେମାନେ କରନ୍ତୁ ଆଉ ତାଙ୍କ ଜୀବନ ସବୁବେଳେ ସୁରୁଖୁରୁରେ କଟୁ ବୋଲିକା ଏତିକି ଭଗବାନଙ୍କ ପାଖରେ ଆମେ ମାନେ ପ୍ରାର୍ଥନା କରିପାରିବା ସେ ଯାହା ବି ହଉ ଦେଖୁନାହାନ୍ତି ସକାଳୁ ତାର ରେଡ଼ି ହେଇଗଲା ସ୍କୁଲ ପାଇଁ ରେଡ଼ି ହେଉଛି ତା ପାପା ତାକୁ ମୁଣ୍ଡ ତା ଚୁଟି କୁଣ୍ଡେଇ ଦେଉଛନ୍ତି ତା ନାନୀ ତା ଟିଫିନ୍ ସଜାଡ଼ି ଦେଉଛି ଘରେ ସମସ୍ତେ ଯେତେବେଳେ ମିଶିକିରି ଗୋଟେ କାମ କରିବେ ନା ଦେଖିବେ ସେ ଜିନିଷଟା ଟିକେ ହାଲକା ଲାଗେ ମୁଁ ଘାଣ୍ଟରେ ବିଜି ରହିଲି ସେମାନେ ପିଲାକୁ ରେଡ଼ି କରିଦେଲେ ଦୁଇ ଜଣଯାକ ମିଶିକିରି କେତେ ହାଲକା ହେଇଗଲା କହିଲେ ସତରେ ସମସ୍ତଙ୍କର ମାନସିକତାଟା ଯଦି ଏମିତି ହେଇଯିବ ନା ତାହେଲେ ଘରେ ଆଉ ଅଶାନ୍ତି କାହିଁକି ରହିବ ଘରେ ଏଇ ଟିକେ ଟିକେ ଛୋଟ ଛୋଟ ହେଲ୍ପ ବି ଗୋଟେ ଗୃହିଣୀ କି ବହୁତ କିଛି ସାହାଯ୍ୟ କରିଦିଏ ଆଉ ଏଇଟା କରିବା ବି ନିହାତି ଦରକାର ସବୁ ମାନେ କାହିଁକି ଏଇଟା ନୁହେଁ କି ମୁଁ ଗୋଟେ ଲେଡ଼ିଜ୍ ହିଁ ଏଇ ଜିନିଷଟା କରିବ ସେ ସ୍ତ୍ରୀ ଲୋକ ସେଇ ଜିନିଷଟା କରିବ ସେ ହାଉସ୍ ୱାଇଫ୍ କରିବ କାହିଁକି ସମସ୍ତେ ଘର ସମସ୍ତଙ୍କର ଯେହେତୁ ଯଦି କଥା ଉଠୁଛି ଘର ସମସ୍ତଙ୍କର ତାହେଲେ କାମ ବି ସମସ୍ତଙ୍କ ଭିତରେ ବାଣ୍ଟି ହେବା ଦରକାର ନା ଏଇଠି ଘାଣ୍ଟ ମୋର ଅଧା ଅଧି ସରି ଆସିଲା ବେଳକୁ ନଡ଼ିଆଟା ତ ଲାଷ୍ଟକୁ ଦରକାର ଏ କାମଟି ତାଙ୍କର ସବୁବେଳେ ନଡ଼ିଆ କୋରା ଦାୟିତ୍ୱଟି ତାଙ୍କର ଥାଏ ସେ ତେଣୁକରି ତାଙ୍କ ଦାୟିତ୍ୱ ସେ ଭାଙ୍ଗିଦେବା ମାତ୍ରକେ ନଡ଼ିଆ ଟିକେ ତାଙ୍କ କାମ ସେ କରିଦିଅନ୍ତି ଆଉ ଏଇ ଦେଖନ୍ତୁ ମୁଁ ଯେଉଁ ମସଲାଟା ଦେଖେଇଥିଲି ଫାଷ୍ଟରୁ ସେ ମସଲାଟା ବାଟିକିରି ଏମିତି ପାଣି କରିକିରି ଆମର ଦିଆହୁଏ ଆଉ ତାପରେ ଓଉ ପଡ଼ିବ ଘାଣ୍ଟ ତ ସମସ୍ତଙ୍କ ଘରେ ହୁଏ ତେଣୁକରି ରେସିପି କାହାକୁ ଅଛପା ନାହିଁ ଘାଣ୍ଟର ଗୋଟେ ରେସିପି କାହାର ଅଛପା ନାହିଁ ସମସ୍ତଙ୍କ ଘରେ ଘାଣ୍ଟ ହେଇଛି ସମସ୍ତେ ଖାଇଛନ୍ତି ଆମେ ଓଡ଼ିଆ ପରା କିଛି ନହେଲେ ଭାତ ଡାଲି ଆଳୁ ସିଝା ଆଉ ଘାଣ୍ଟ ଏଇଟା ସମସ୍ତଙ୍କ ପାଖରେ ସମସ୍ତେ ଜାଣିଥିବେ ଘାଣ୍ଟ ତେଣୁ କାହାକୁ ଏ ରେସିପି ଆଉ ଦରକାର ନାହିଁ ତେଣୁକରି କେବଳ ମୁଁ କେମିତି କରୁଛି ଖାଲି ଦେଖି ଦେଖି ଚାଲନ୍ତୁ ଆଉ ଘାଣ୍ଟଟି କେମିତି ହେଇଛି ଠିକ୍ ପ୍ରୋସେସ୍ରେ ହେଲା କି ନାହିଁ ଆପଣ ମୋତେ କମେଣ୍ଟରେ କହିବେ ହେଇଟି ବଢ଼ା ହେଇଗଲା ତାଙ୍କ ପାଇଁ ମୋର ଘାଣ୍ଟ ସରିଗଲା ଆମର ଓଉଟାକୁ ଏମିତି ପାଣି କରିକିରି ଖାଆନ୍ତି ମୁଁ ତାଙ୍କ ପାଇଁ ଚକଡ଼ି ଦେଉଥାଏ ବାଢ଼ି ଦେଇଛି ଭାତ ତାଙ୍କ ପାଇଁ ଓଉଟାକୁ ଏମିତି ଚକଡ଼ି ଦେଉଥାଏ ଏ ଦେଖ ସେ ଜମା ସେ ହେଲାନି ମୁଁ କହିଲି ଦେ ମୋ ପାଟିରେ କାମୁଡ଼ିକି ଖାଇଦେବ ମୁଁ ଏତେ ଆଉ କରିପାରିବିନି ସେ ଆଉ ଟିକେ ସିଝିଥାନ୍ତା ସେ ଓଉଟା ବୁଢ଼ା ଓଉଟେ ହେଇଟି
ତାଙ୍କୁ ବି ସେ ସେମିତି ବି ଖାଉଥାନ୍ତି। ମୁଁ ଯାହା କରିକି ଥୋଇଦିଏ ସେ ତାକୁ ଖାଇଦିଅନ୍ତି। ତାଙ୍କ ପାଇଁ ବାଢ଼ି ଦେଇକିରି ମୁଁ ମୋ ନିଜ ପାଇଁ ବି ବାଢ଼ି ଦେଲି। ଘାଣ୍ଟଟା ଗରମ ଗରମ ଖାଇଲେ ଭଲ ଲାଗେନି କି? କାହିଁକିନା ଆମର ତ ପିଲାବେଳୁ ଅଭ୍ୟାସ ଅଛି। ଆମ ବୋଉ ବା ଘାଣ୍ଟ କରିସାରିଲା ମାନେ ସବୁ ପିଲାଙ୍କୁ ଥାଳିଆରେ ଥାଳିଏ ଲେଖି ଦେଇଦେବ। କହିବେ ଏଇ ବସ ସବୁ ଘାଣ୍ଟ ଖାଇସାର ତାପରେ ଯାଇ ଭାତ ଖାଇବ। ଆମେ ଆଗ ଘାଣ୍ଟ ଖାଉ। କାହିଁକିନା ଆମର ସେ ଅଭ୍ୟାସଟା ଯେହେତୁ ଅଛି ମୁଁ ବି ବସି ପଡ଼ିଲି ଘାଣ୍ଟ ଧରିକିରି। ସେଠି ଦେଖନ୍ତୁ ଓଉଟାକୁ କେମିତି ଚକଟା ହେବ, ଲଙ୍କାଟାକୁ ଏମିତି ଚକଟିକି ଖାଇବ। ମୁଁ ତାଙ୍କୁ ଶିଖଉଥାଏ ଆଉ ସେ ଫୋନରେ କଥା ହେଉଥାନ୍ତି। ସେ ଯାହା ହଉ ମୋତେ ତ ଗରମ ଗରମ ହେଇଛି, ଭୋକ କରୁଛି, ମୁଁ ବି ଖାଇ ଦେଇ ଯାଉଛି। ଓଃ କି ଶାନ୍ତି। ଆଉ ସବୁଠୁ ଭଲ କଥା ହେଲା ଖଟା ଖାଇକିରି ଟାକରା ମାରିବା। କିଏ 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 ମାରିଛନ୍ତି ଟାକରା କହିଲେ? ଏମିତିକା ଟାକରାଟା ମାରିବ ନାଇଁ କି? ବଢ଼ିଆ ଲାଗେ। ତାର ମଜା ଗୋଟେ ଅଲଗା। ଖଟା ଖାଉଥିବ କିନ୍ତୁ ଚାରିଘର ଟାକରା ମାରାରେ ଶୁଭୁଥିବ। ଯିଏ ଜାଣିବ ଆରେ ହେଇ ଇଏ ଖଟା ଖାଉଛି ବୋଧେ। ତାର ଗୋଟେ ମଜା ଅଲଗା। ସେଥିପାଇଁ କହନ୍ତି ନା ମାନେ ଖାଇ ଜାଣିଲେ ଖାଦ୍ୟ ବି ଭଲ ଲାଗିବ। ତମେ ଯଦି ଖାଇବା ଜାଣିନଥିବ, ଖାଇବାର ପ୍ରୋସେସ୍ ଜାଣିନଥିବ, ତମକୁ ମାନେ ଖାଦ୍ୟଟାକୁ ମାନେ ବୋରିଂ ଖାଦ୍ୟଟା ବି ତମକୁ ଭଲ ଖାଦ୍ୟ ବୋରିଂ ଲାଗିବ, ବୋରିଂ ଖାଦ୍ୟ ଆହୁରି କଦର୍ଯ୍ୟ ଲାଗିବ। ମାନେ ଖାଇବାଟାକୁ ସବୁବେଳେ ଇଣ୍ଟରେଷ୍ଟିଂ କରିକି ଖାଇବାଟା ବଢ଼ିଆ ମଜା। ଦେଖନ୍ତୁ ତାଙ୍କ ପାଇଁ ଏଠି ଟିଫିନରେ ସଜଡ଼ା ହେଇଗଲା, ସିଏ ନେଇକିରି ଯିବେ ବୋଲିକା ତାଙ୍କ ଅଫିସ୍ କି ଷ୍ଟାଫ୍ମାନଙ୍କ ପାଇଁ ନେଇକିରି ଯିବେ ବୋଲି ରେଡ଼ି ହେଇଗଲା। ସିଏ ଖାଇଲେ, ଅଫିସ୍ ବାହାରିଲେ, ମୋର ବି କାମ ଛିଣ୍ଡିଲା। ତାପରେ ପିଲାମାନେ ଯିବେ ସ୍କୁଲ। ଏଇ କାମ ତ ଗୃହିଣୀମାନଙ୍କର କ'ଣ କାମ? ହାଉସ୍ ୱାଇଫ୍ମାନଙ୍କର ତ ଏଇ କାମ। ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟ କରି କହିବେ। ପୁଣି ଦେଖା ହବା ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ, ଟାଟା ବାଏ ବାଏ।